ସେ କୋଲପରେ ଚାବି ନୁହଁ, ସେ କୋଲପରେ ଚାବି ନୁହଁ, କୌଣସି ଚୋରିକି ନେଇ ଲୁଚେଇକି ଫିଙ୍ଗିଦେଲେ, ଚୋରିକି ଫିଙ୍ଗିଦେଲେ। ସେ ଆପଣଙ୍କୁ କହିଲି ମୁଁ ଯେତେବେଳେ ଯିଏ ପ୍ରଶାସକ ଥିଲା ଆମର ଅରବିନ୍ଦ ଅଗ୍ରୱାଲା, ସେ ଯୋଉ କହିଲେ ଚାବି ମିଳିଲା, ଚାବିଟା ସେଇ ଉଠେଇଲେ ନା, ଯେ ଚାବି ମିଳିଲା, ଖାମରେ ପଳେଇ ଆଇଲା, ମତେ ସ୍ୱପ୍ନାଦେଶ ହେଲା। ମୁଁ କାହିଁ ତାଙ୍କ ନାଁ କହିଲି, ଏଟା ଅଶୋଭନୀୟ ଘଟଣା। ସେ ଯେତେବେଳେ ଜିଲ୍ଲାପାଳ ଥିଲେ, ସେଇ ଯେତେବେଳେ ଜିନିଷ ନିଜେ କହିଛନ୍ତି ମୁହଁରେ, ଯେତେବେଳେ ଜିଲ୍ଲାପାଳ ଥିଲେ ସେତେବେଳେ ଚାବି ଯେତେବେଳେ ଖୋଜା ହେଲା ସେ ଦେଖିଲେ ଯେ ରେକର୍ଡ ରୁମ ରେ ଅଛି, କିନ୍ତୁ ଚାବି ତ ଯଦି ହଜିଥିବ 1978 ମସିହା ତା ପରବର୍ତ୍ତୀ ସମୟରେ ଯେତେବେଳେ ଖୋଲା ଯାଇଛି 1985 ମସିହାରେ ଖୋଲା ହେଇଛି, ତାପରେ ହଜିଥିବ, ସେଥିରେ ତାଙ୍କର କଣ ଗୁରୁ ଦାୟିତ୍ୱ ଅଛି? ସିଏ ଯେତେବେଳେ ଜିଲ୍ଲାପାଳ ଥିଲେ ସେତେବେଳେ ଚାବି ମିଳିଲା ନାହିଁ, ଅନ୍ୟ ଟାଇମରେ ଖୋଲା ହେଇଛି ତ ଅନ୍ୟ ଟାଇମରେ କହିଥାନ୍ତେ ଚାବି ନାହିଁ, ଏ ନାହିଁ। ସିଏ ଯେତେବେଳେ ଜିଲ୍ଲାପାଳ ଥିଲେ କହିଲେ ଚାବି ନାହିଁ, ଚାବି ହଜିଗଲା, ଖାମରେ ଆଇଲା, ଏ ଟ୍ରେଜେରୀ ଥିଲା, ଏଇ ସବୁ ଚାଲିଲା, ପରିବେଶ ଚାଲିଲା, ତାଦେହରେ କିଛି ଅଫିସର ସମ୍ପୃକ୍ତ ହେଇଗଲେ, କିଛି ଲୋକ ମୁଁ ଚୋରି ହେଇଛି, ଚାବି ଚୋରି ନୁହଁ, ଏଇ ନେଇ କୁଆଡେ ଫିଙ୍ଗିଦେଲେ, କହିଲେ ଚାବି ଏଇଟା ଚୋରି କଣ ହବ? କାରଣ କଣ ଖୋଲା ଯିବା ପାଇଁ 2018 ମସିହାରେ ପ୍ରୟାସ କରାଯାଉଛି। ତା ଭିତରେ ବା କିଛି ଅସୁନ୍ଦର ଜିନିଷ ହେଇଛି, ତା ଭିତରେ କିଛିଟା ଅଘଟଣ ଜିନିଷ ହେଇଛି, ସେଥିପାଇଁ ଚାବି ଫିଙ୍ଗିଦେଲା। ଆଜି ଆପଣଙ୍କୁ କହିବି ଅଘଟଣ ଜିନିଷ ହେଇଛି, ସେଥିଯୋଗୁ ଅବିକା ଯାହା ହେଇଛି ଚାବି ଭଙ୍ଗା ହେଇକି ତଦନ୍ତ ହବା ଦରକାର। ମୁଁ କହୁଛି ତଦନ୍ତ ହଉ, ତଦନ୍ତ ସବୁ ଜଣା ପଡିଯିବ। ତଦନ୍ତ ହେଲେ ଯେତେ ଡେରି ହବ ପୁଣି ଆଜ୍ଞା ମିଶାମିଶି ହେଇଯିବେ, ମିଶା ଦିଲ୍ଲୀରେ ପୁଣି ସବୁ ଛିଡିଯିବ, ବନ୍ଧୁ ହେଇଯିବେ, ସବୁ ନଷ୍ଟ ହେଇଯିବ।